Abuah Desom, Abuah Desom, Ol, Marang Gomke Jabal Mundake, Marang Gomke Jabal Mundake, Bharat Ratna, Bharat Ratna, Bharat Ratna, ମାରାଙ୍ଗ ଗମକେ ଜୟପାଲ ସିଂ ମୁଣ୍ଡାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ଦାବି। ଆଦିବାସୀ ଲୋକଙ୍କ ଅଧିକାର ପାଇଁ ପ୍ରଥମେ ପାଦ ଆଗକୁ ବଢ଼େଇଥିବା ଭାରତୀୟ ମହାନ ନେତା ମାରାଙ୍ଗ ଗମକେ ଜୟପାଲ ସିଂ ମୁଣ୍ଡାଙ୍କ 123ତମ ଜନ୍ମଜୟନ୍ତୀ ମୁଣ୍ଡା ଯୁବ ସଂଗଠନ ଦ୍ୱାରା ସ୍ମୃତି ସଭା ବାରିପଦା ସ୍ଥିତ ରୋଟାରୀ କ୍ଲବରେ ପାଳିତ ହୋଇଯାଇଛି। ଏହି ଅବସରରେ ସଂଗଠନ ପକ୍ଷରୁ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତି ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଯେଉଁ ଦାବିଗୁଡ଼ିକ ମଧ୍ୟରେ ଜୟପାଲ ସିଂ ମୁଣ୍ଡାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରିବା, ବାରିପଦା ଷ୍ଟାଡିୟମକୁ ଜୟପାଲ ସିଂ ମୁଣ୍ଡାଙ୍କ ନାମରେ ନାମିତ କରାଯିବା, ବାରିପଦାର ଷ୍ଟିଲ ଗଲେଇଠାରେ ଜୟପାଲ ସିଂ ମୁଣ୍ଡାଙ୍କ 20 ଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା, ମୁଣ୍ଡାରୀ ଭାଷାଲିପିକୁ 8ମ ଅନୁସୂଚୀରେ ସାମିଲ କରାଯିବା ଏବଂ ମୟୂରଭଞ୍ଜ ଜିଲ୍ଲାରେ ଏକ ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବା ଏବଂ ତାହା ମୁଣ୍ଡାରୀ ବାଣୀର ସ୍ରଷ୍ଟା ଅଲଗୁରୁ ପଣ୍ଡିତ ରହିଦାସ ସିଂ ନାଗଙ୍କ ନାମରେ ନାମିତ କରାଯିବା ଭଳି 5 ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ଫକୀରମୋହନ ସିଂ ମୁଣ୍ଡା ୟୁଥ ଆସୋସିଏସନର ପ୍ରେସିଡେଣ୍ଟ। ଆଜି ହେଉଛି ଆମର ମାରାଙ୍ଗ ଗମକେ ଜୟପାଲ ସିଂ ମୁଣ୍ଡାଙ୍କର 123ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଆମେ ମୟୂରଭଞ୍ଜର ରୋଟାରୀ କ୍ଲବ ଠାରେ ଆମର ମୁଣ୍ଡା ୟୁଥ ଆସୋସିଏସନ ତରଫରୁ ଫୁଲ ଆମର ମୁଣ୍ଡା କମ୍ୟୁନିଟିରୁ ଆମର ପ୍ରୋଗ୍ରାମ ଚାଲୁଅଛି। ଆଉ ଏହି ପ୍ରୋଗ୍ରାମରେ ଜୟପାଲ ସିଂ ମୁଣ୍ଡାଙ୍କର ଜନ୍ମ ଜୟନ୍ତୀରେ ଆମର ଡିମାଣ୍ଡ ମଧ୍ୟ ରହିଛି ଯେ ଭାରତବର୍ଷ ଯାକ ଯେଉଁ ଅବଦାନ ଦେଇଛନ୍ତି ଜୟପାଲ ସିଂ ମୁଣ୍ଡା, ସେ ଜଣେ ପ୍ରଥମ ଆଦିବାସୀ ICS ଏବଂ ହକି ଖେଳର ପ୍ରଥମ ଗୋଲ୍ଡ ମେଡାଲିଷ୍ଟ ଆଣିଥିଲେ। ତ ସେଥିପାଇଁ ଆମେ ଡିମାଣ୍ଡ କରୁଛୁ ଯେ ଜୟପାଲ ସିଂ ମୁଣ୍ଡାଙ୍କୁ ଆମର ଭାରତ ରତ୍ନରେ ସମ୍ମାନିତ କରାଯାଉ। ତାଙ୍କର ବହୁତ ଗୁଡ଼ାଏ ଅବଦାନ ରହିଛି, ଟ୍ରାଇବାଲ ମାନଙ୍କର କନଷ୍ଟିଟ୍ୟୁସନରେ ତାଙ୍କର ଅବଦାନ ରହିଛି ଏବଂ ଯେଉଁ ଝାଡ଼ଖଣ୍ଡ ରାଜ୍ୟ ଏବେ ଦେଖୁଛୁ ସେଥିପାଇଁ ବି ତାଙ୍କର ଅବଦାନ ରହିଛି। ଏମିତି ଦେଖିଲେ ଯାହା କିଛି ଆମେ ST SC ହିସାବରେ ଯାହା କିଛି ଅବଦାନ ଆମେ ପାଉଛୁ ସମସ୍ତ ତାଙ୍କର ଅବଦାନ ରହିଛି। ଏଥିପାଇଁ ଆମେ ଡିମାଣ୍ଡ ରଖୁଛୁ ଯେ ବାରିପଦାରେ ମଧ୍ୟ ଆମର ଜୟପାଲ ସିଂ ମୁଣ୍ଡାଙ୍କ ନାମରେ ଆମର ଷ୍ଟାଡିୟମଟି ନାମକରଣ କରାଯାଉ ଏବଂ ଆମର ବୃହତ ବଡ଼ ଆମର ଜୟପାଲ ସିଂ ମୁଣ୍ଡାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ ବୋଲି ଆମର ଡିମାଣ୍ଡ ରହୁଛି। ଏଥିପାଇଁ ଆମେ ଆମ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମେ ମେମୋରାଣ୍ଡum ଦେଇଛୁ। ଭାରତର ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଆମର ମେମୋରାଣ୍ଡum ଦେଇଛୁ। ଆମର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ମଧ୍ୟ ଆମେ ଦେଇଛୁ ଆମର ମେମୋରାଣ୍ଡum। ମୁଣ୍ଡା ଯୁବ ସଂଗଠନର ସଭାପତି ଫକୀର ମୋହନ ସିଂଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ମୁଣ୍ଡା ଯୁବ ସଂଗଠନର ଉପଦେଷ୍ଟା ରାକେଶ ସିଂ, ଭାରତ ମୁଣ୍ଡା ସମାଜର ଉପଦେଷ୍ଟା ମନୋଜ କୁମାର ମୁଣ୍ଡା, ସରକାରୀ ଶିକ୍ଷକ ରବୀନ୍ଦ୍ରନାଥ ସିଂ, ମୁଣ୍ଡା ଯୁବ ସଂଗଠନର ସମ୍ପାଦକ ଛାଟିଆ ସିଂ, ମୁଣ୍ଡା ଯୁବ ସଂଗଠନର କାର୍ଯ୍ୟକାରୀ ସମ୍ପାଦକ ମନୋରଞ୍ଜନ ସିଂ, ମୁଣ୍ଡା ଯୁବ ସଂଗଠନର ଜିଲ୍ଲା ସମ୍ପାଦକ ରାଜେଶ କୁମାର ସିଂ ପ୍ରମୁଖ ଉପସ୍ଥିତ ରହି ମାରାଙ୍ଗ ଗମକେ ଜୟପାଲ ସିଂ ମୁଣ୍ଡାଙ୍କ ଜୀବନୀ ଓ କାର୍ଯ୍ୟ ବିଷୟରେ ନିଜ ନିଜ ବକ୍ତବ୍ୟ ରଖି ଜୟପାଲ ସିଂ ମୁଣ୍ଡା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ସର୍ବଦା ପ୍ରେରଣା ହୋଇ ରହିବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ସଭାଟିକୁ ଅତି ସ୍ମରଣୀୟ କରିଥିଲେ। ଜୟପାଲ ସିଂ ମୁଣ୍ଡାଙ୍କର 123ତମ ଜନ୍ମ ଜୟନ୍ତୀ ଥିଲା। ଏହି ଅବସରରେ ଆମେ ମୁଖ୍ୟତଃ ତାଙ୍କୁ, ଯେହେତୁ ସେ ଜଣେ ହକି ଖେଳାଳି ଥିଲେ, ଭାରତକୁ ସ୍ୱର୍ଣ୍ଣ ପଦକ ସେ ପ୍ରଦାନ କରିଥିଲେ, ତେଣୁ ତାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ମୁଖ୍ୟ ଆମର ଯୋଉ ମୟୂରଭଞ୍ଜର ଜିଲ୍ଲାପାଳ ଅଛନ୍ତି, ଆମ ମହାମହିମ ରାଷ୍ଟ୍ରପତି ଆଉ ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ତାଙ୍କ ଉଦ୍ଦେଶ୍ୟରେ ମୟୂରଭଞ୍ଜର ଜିଲ୍ଲାପାଳଙ୍କ ନିକଟରେ ଆମେ ପ୍ରଦାନ କରିଛୁ। ଆଜି ଆମେ ଖାଲି ମୁଣ୍ଡା ଜାତି କହିଲେ ମୁଣ୍ଡା ଲୋକମାନେ ଆମେ ଖୁସି ନାହୁଁ। ସେମାନେ ଯେତିକି ବି କହିତେ ଗଲେ ସବୁ ଆଦିବାସୀ ହଉ ସାନ୍ତାଳ ହଉ, ଆଜି ପୁରା କହିତେ ଗଲେ ଦେଶ ତାଙ୍କର ନାମ ଜୟକାର କରୁଛି। ଆଉ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରିବା ପାଇଁ ତ ଆମେ ବହୁତ ଖୁସି। ଆଉ ଆଗୁଆ ସବୁ କିଛି କମ୍ପିଟିସନ ରଖିଥିଲୁ ଆମ ଆସୋସିଏସନ ତରଫରୁ,
ତାହା ସବୁ ହେଇଛି ଆଉ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ଏମିତି ସବୁ ପାଇଛନ୍ତି ସେଟାକୁ ଆଜି ପ୍ରାଇଜ ଦିଆଗଲା ପୁରସ୍କାର ଦିଆଗଲା ଆଉ ଛୁଆମାନେ ବି ବହୁତ ଖୁସି ଆମେ ବି ବହୁତ ଖୁସି ମୟୂରଭଞ୍ଜରୁ ସଞ୍ଜୀବ କୁମାର ରଞ୍ଜିତଙ୍କ ରିପୋର୍ଟ ସ୍ପଟଲାଇଟ୍ ଇଣ୍ଡିଆ।